परमम् देवीं सरस्वतीं व्यासं ततो जयमुदीरयेत् मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्दमाधवम्। ଶ୍ରୀକୃଷ୍ଣ ସାଂଖ୍ୟ ଯୁଗ ଦୃଷ୍ଟିରୁ ସୃଷ୍ଟି ବୈଚିତ୍ର୍ୟ ବର୍ଣ୍ଣନା ପ୍ରସଙ୍ଗରେ ପ୍ରଳୟ କାଳର କଥା କହୁଛନ୍ତି। ଶେଷକୁ କାଳ ମାୟାମୟ ଜୀବରେ ଲୀନ ହୁଏ। ଜୀବ ଲୀନ ହୁଏ ଅଜ ପରମାତ୍ମାରେ। ପରମାତ୍ମା ଉପାଧି ରହିତ ହୋଇ ଅବସ୍ଥିତ ରହନ୍ତି। ଯିଏ ଏହି କଥା ବୁଝେ ତାଙ୍କ ମନରୁ ଭେଦଜାତ ଭ୍ରମ ଦୂରୀଭୂତ ହୋଇଥାଏ। ଶେଷକୁ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଉପଦେଶ ଦେଇଛନ୍ତି, ବିଚକ୍ଷଣ ବ୍ୟକ୍ତି ପକ୍ଷରେ ଗୁଣତ୍ରୟର ସଙ୍ଗ ପରିତ୍ୟାଗ କରି ନିର୍ଗୁଣ ହୋଇ ଭଗବାନଙ୍କୁ ଭଜିବା ଉଚିତ। ଭଗବାନ ଉବାଚ ଇନ୍ଦ୍ରିୟ ତୁଷ୍ଟି ହେତୁରସ ଅପଥ୍ୟ ଭୁଞ୍ଜଇ ରାଜସ ସକଳ ଗୁଣେ ହୀନ ହୋଇ ଦୁଃଖ ଦୂରିତ ଥାଏ ଯହିଁ ଦୁର୍ଗନ୍ଧହୀନ ଆଚରଣ ତାମସ ଭୋଜନ ଲକ୍ଷଣ ଯେ ଦ୍ରବ୍ୟ ମତେ ସମର୍ପଣ ନିର୍ଗୁଣ ଆହାର ଲକ୍ଷଣ ସାତ୍ବିକ ସୁଖ ଆତ୍ମା ଧ୍ୟାନେ ରାଜସ ବିଷୟ ଗ୍ରହଣେ ତାମସ ସୁଖ ଦ୍ୱନ୍ଦ ମୋହ ନିର୍ଗୁଣ ସୁଖ ମୋ ଆଶ୍ରୟ ଯେ ଦ୍ରବ୍ୟ ଦେଶ କାଳ କର୍ମ ଆକୃତି ଫଳ ଶ୍ରଦ୍ଧା ଜ୍ଞାନ ଅବସ୍ଥା ନିଷ୍ଠା ଦି ଜାଣ ତ୍ରିଗୁଣ ସକଳ ଏ ଧର୍ମ ଯେ କିଛି ଦେଖି ଶୁଣି କର୍ନେ ଯେ ଅବାସ୍ଥାପି ଅନୁମାନେ ପ୍ରକୃତି ପୁରୁଷରୁ ଜାତ ଏ ସର୍ବ ତ୍ରିଗୁଣେ ଯନ୍ତ୍ରିତ ଏ ତିନି ଗୁଣ ଯେବେ ଜିଣି ଶୁଣ ଉଦ୍ଧବ ପରିମାଣି ସକଳ ଧର୍ମ ଛାଡ଼ି ଯେବେ ମୋତେ ଭଜଇ ଭକ୍ତି ଭାବେ ସେ ସର୍ବ ଭାବେ ଭକ୍ତି ସାଧେ ସଂସାର ତାହାରେ ନ ବାଧେ ଏ ବୋଲ ବୁଝି ଯିବ ଯେବେ ଆଶ୍ରେ କରଇ ମୋର ଭାବେ ସର୍ବ ସଂଶୟ ଦୂର କରି ନିସ୍ତରେ ନର ଦେହ ଧରି ସକଳ ଭାବେ ନିରପେକ୍ଷ ତ୍ରିଗୁଣ ଜିଣେ ସେ ପ୍ରତ୍ୟକ୍ଷ ନିର୍ଗୁଣ ପୂର୍ଣ୍ଣ ବ୍ରହ୍ମେ ମିଶେ ନିଶ୍ଚିନ୍ତେ ଭବ ଭୟ ନାଶେ ବୋଲ ଇ ଦାସ ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ ଉଦ୍ଧବ ବୋଧ କୃଷ୍ଣ ରସ ନିତ୍ୟ ସୁଜନେ ଏଣେ ରସ ଇତି ଶ୍ରୀମଦ୍ଭାଗବତେ महापुराणे पारमहंस्यां संहितायां एकादश स्कन्धे षड्विंशोऽध्यायः। उद्धवे चाहि हृषिकेश कहन्ति नाना उपदेश भगवान् उवाच अनेक जन्म तप फले मनुष्य जन्म मोहि तले ଯାହାର ଦିବ୍ୟ ଜ୍ଞାନ ସ୍ଫୁରେ ମୋର ମହିମା ସେ ସୁମରେ ମନ ନିବେଶି ମୋ ପୟରେ ବିଷୟ ସୁଖ ନ ବିଚାରେ ପରମାନନ୍ଦ ସୁଖ ପାଇ ସେ ପ୍ରାଣୀ ରହେ ପୂର୍ଣ୍ଣ ହୋଇ ଗୁଣମୟ ନରଙ୍ଗ କେବେ ନୁହେଁ ତାର ସଙ୍ଗ ଅବିଦ୍ୟା ବନ୍ଧନ ଲାଗଇ ତାହାର ସ୍ମୃତି ଭଙ୍ଗ ନାହିଁ ଯେ ପ୍ରାଣୀ ଶରଣ ମୋହର ମୁହିଁ ତାହାର ସୁଖ ଘର ଅସାଧୁ ସଙ୍ଗେ ନରମନ୍ତି ଏଣୁ ଏ ସଂସାର ତରନ୍ତି ଯେ ଶିଷ୍ଣୋଦର ପରାୟଣ ଅସାଧୁମତି ଯେ ଦୁର୍ଜନ ତା ସଙ୍ଗେ ଯେହୁଁ ସଙ୍ଗ ହୋଇ ସେ ନିଶ୍ଚେ ନରକେ ପଡ଼ଇ
ଅନ୍ଧକୁ ହୋଇ ଅନୁଗତ ଅନ୍ଧ ଯେ ଶନେ ପଡ଼େ ଖାତ ଏଣୁ ଦୁର୍ଜନ ସଙ୍ଗ ଦୋଷ କରେ ସକଳ ଜ୍ଞାନ ଧ୍ୱଂସ ଥିଲା ଯେ ବୁଦ୍ଧ ଗ୍ରହ ସୁତ ସେ ପୁରୁର ବାନର ନାଥ ଉର୍ବଶୀ ବୀର ହେ ସେ ବୀର ସକାମେ ତେଜିଲା ନଗର ଉନ୍ମତ୍ତ ଉଲଗ୍ନ ଶରୀରେ ଭ୍ରମିଲା ଦେଶ ବନ ଘୋରେ କାନ୍ଦାଇ ଉର୍ବଶୀ ନ ପାଇ କ୍ଷଣ କ୍ଷଣକେ ଛନ୍ନ ହୋଇ ଉର୍ବଶୀ ଠାରେ ଚିତ୍ତ ଦେଇ ଏମନ୍ତେ କେତେ କାଳ ଯାଇ ପୁଣ ଗନ୍ଧର୍ବ ସେବା ଫଳେ ରମିଲା ଉର୍ବଶୀର ମିଳେ କାମ ସମ୍ପୂର୍ଣ୍ଣେ ଭୋଗ କଲା ରାତ୍ରି ଦିବସ ନ ଜାଣିଲା ହେମନ୍ତ ରାତ୍ର ଦିନ ଭାଳେ ନୟନୁ ଅଶ୍ରୁ ଜଳ ଗଳେ ଏମନ୍ତେ କେତେ ଦିନ ଗଲା ହୃଦରେ ଜ୍ଞାନ ପ୍ରସରିଲା ଏମନ୍ତେ ରାତ୍ରେ ଏକ ଦିନେ ରାଜା ବିଚାରୁ ଅଛି ମନେ ପୁରୁର ବାଉବାଜ ଦେଖ ମୋହର କର୍ମ ଫଳ ଉର୍ବଶୀ ସଙ୍ଗେ ଏତେ କାଳ ବିବିଧ ରଙ୍ଗେ କରି ଖେଳା କେତେ ରଜନୀ ଦିନ ଗଲା ଏମନ୍ତେ ବିବିଧ ବିନୋଦ ତା ସଙ୍ଗେ ବଳିଲା ମୋ ସଧ ସ୍ୱଭାବେ ଏକ ସଙ୍ଗେ ଗଲା ତକ୍ଷଣେ ତେଜି ନ ପାରିଲା ନିଶି ଦିବସ ଏକ କରି ଏକାନ୍ତେ କେତେ ଦିନ ହରି ଦେଖ ଚଞ୍ଚଳ ମୋର ଚିତ୍ତ କାମିନୀ କାମେ ବିମୋହିତ ଯୁବତୀ ସଙ୍ଗେ କରି ଖେଳା ବିଅର୍ଥେ ଆୟୁଷ ମୋ ଗଲା ବଞ୍ଚିତ ହୋଇଲି ଜଗତେ ଧର୍ମାର୍ଥ କାମ ଅପ୍ରପାତେ ନ ଦେଖି ଆଦିତ୍ୟର ଗତି ଅଜ୍ଞାନେ ଗଲା ଦିବାରାତି ନାରୀ ସଙ୍ଗମେ ଗଲା କାଳ ଧିକ ମୋ ଜୀବନ ନିଷ୍ଫଳ ଦେଖ ମୋ ରୂପ ଶିରୋମଣି ମୋ ପ୍ରାଣ ଜିଣିଲା ତରୁଣୀ ଏ ନର କଳି ବର ପାଇ ମୁଁ କ୍ରୀଡ଼ା ମୃଗ ପ୍ରାୟ ହୋଇ ଉର୍ବଶୀ ବିଯୋଗେ ବିକଳ ଅଜ୍ଞାନେ ନାସିଲି ସକଳ ଧନ ସମ୍ପଦ ମୋର କିଣେ ଗଲା ନ ଦେଖେ ଅନ୍ଧପଣେ ନୟନେ ନ ଦେଖିଲି ତାହା ଉନ୍ମତ୍ତ ମାୟାରେ ଉତ୍ସାହ ସେମାନ ମୋର କିଣି ଗଲା ମାୟା ପଟଳ ଆକର୍ଷିଲା ଏକାନ୍ତେ ଭ୍ରମଇ ଜଗତେ ଉଲଗ୍ନ ବେଶେ ଉନ୍ନମତେ ଉର୍ବଶୀ ପଥେ ଯାଉ ଚଳି ମୋ ମୁଣ୍ଡେ ତାର ପଦ ଧୂଳି ଲମ୍ପଟ ଉନ୍ମତ ମୋ ବେଶ ମୋ ମୁଣ୍ଡେ ମୁକୁଳିତ କେଶ ଦେଖ ନିର୍ଦୟା ତ ହୃଦୟେ ଲେଉଟି କେବେ ନ ଚାହେଁ ଯେ ଅବାନାରୀ ବସହନ୍ତି କିବା ତାହାଙ୍କ ତେଜମତି ଯେ ଶନେ ଗଧ କାମ ଭୋଳେ ଗଧୁଣୀ ପାଶେ ଯାଇ ମିଳେ ସେ ତାକୁ ଚରଣେ ତାଡ଼ଇ ନିର୍ଲଜ ସେ ତା ନ ଜାଣଇ ଏ ପାପ ଚିତ୍ତ ନିରୋଧନେ ଉପାୟ ନ ଦିଶେ ମୋ ମନେ ବିଦ୍ୟା ତପସ୍ୟା ଶାସ୍ତ୍ର ଦାନ ଏକାନ୍ତ ନିବାସ ମୌନ ଏଣେ ତା ପ୍ରୟୋଜନ କିସ ଯାମନ